ଜୀବନର ଅନ୍ୟ ନାମ ହେଉଛି ଚେଷ୍ଟା ବା ପ୍ରୟାସ। ତେଣୁ ମନୁଷ୍ୟକୁ ସର୍ବଦା ଚେଷ୍ଟା ବା ପ୍ରୟାସ ଜାରି ରଖିବା ଉଚିତ। ହଁ, ହୁଏତ ମନୁଷ୍ୟ ଜୀବନରେ ସଫଳତା ଏବଂ ବିଫଳତାକୁ ସାମ୍ନା କରିପାରେ, କିନ୍ତୁ ବାରମ୍ବାର ବିଫଳ ହେଲା ପରେ ମନୁଷ୍ୟ ଭାଙ୍ଗିଯାଏ। ତା ମାନେ ନୁହେଁ ଯେ କି ଜୀବନରେ ଚେଷ୍ଟା ବା ଉଦ୍ୟମକୁ ଛାଡ଼ିଦେବା। ଯଦି ଆମେ ଚେଷ୍ଟା କରିଥିବୁ, ଯଦି ଆମେ ଉଦ୍ୟମ ଜାରି ରଖିଥିବୁ, ତାହେଲେ ନିଶ୍ଚିତ ଭାବରେ ସଫଳତା କେବେ ନା କେବେ ମିଳିବ। ଜୀବନରେ ଦୁଇଟି ଜିନିଷ ଅଛି ଲାଇଫ ମେ ବା ଜୀବନରେ ଆଇଦର ମଣିଷର ଜିତ୍ ହୁଏ କିମ୍ବା ବା ମଣିଷକୁ ଶିକ୍ଷା ମିଳେ। ମଣିଷର ହାର କେବେ ହୁଏନି। ଯଦି ଜଣେ ମଣିଷ ପ୍ରକୃତ ଭାବରେ ନିଷ୍ଠାର ସହିତ କୌଣସି ଜିନିଷକୁ କରିଥାଏ, ତା ନିଶ୍ଚିତ ଭାବରେ ଆଇଦର ତାର ବିଜୟ ହୋଇପାରେ କିମ୍ବା ତାର ପରାଜୟ କେବେ ହୁଏନି। ତାକୁ ବହୁତ ଶିକ୍ଷା ମିଳେ ଏବଂ ସେ ଶିକ୍ଷାରୁ ସେ ନିଜ ଜୀବନରେ ତାକୁ ବ୍ୟବହାର କରି ଏବଂ ସେ ଜୀବନରେ ବହୁତ ସଫଳତା ଅର୍ଜନ କରିଥାଏ। ତେଣୁ ଗୋଟେ ଲେସନ୍ କି ଜୀବନରେ କେବେ ହାର ନ ମାନି ସବୁବେଳେ ଚେଷ୍ଟା କରିବା ଦରକାର। କାରଣ ଚେଷ୍ଟା ହିଁ ମନୁଷ୍ୟକୁ ସର୍ବଦା ଉନ୍ନତିର ରାସ୍ତା ଦେଖାଏ ଏବଂ ସଫଳତାର ମଧ୍ୟ ରାସ୍ତା ଦେଖାଏ। ଧନ୍ୟବାଦ। ଜୟ ଜଗନ୍ନାଥ।